ତା ରାମ ସୀତାଙ୍କର ମିଳନ କରିବ। ଆଖି ଲୁହରେ ପାଦ ଧୋଇ ସାରିବା ପରେ ମୁଁ ହସି ହସି ମୋ ବାବାଙ୍କୁ ବିଦା କରିଦେବି। ବିଦା କରିଦେବି। ସେ ପୂଜାରେ ତ କି ଲାଭ ପାଇବୁ ରେ? ଆରେ ମୁଁ ଏଠୁ ଚାଲିଗଲେ ତମ ଦୁଃଖ ଭୋଗି କରା ତମକୁ ମିଳିବନି। ତୁମେ ତାରିର ଭାଗ୍ୟଟା ଅବକୃତରେ ଚାପି ହେଇଯିବ ରେ, ଚାପି ହେଇଯିବ। କିଛି କଥା ନାହିଁ ମା। ସେ ଯୌତୁକ ଲୋଭୀ ସ୍ୱାମୀ ସହିତ ସଂସାର କରିବା ଅପେକ୍ଷା ତମ ପରି ମାର ଆଶୀର୍ବାଦ ନେଇ ବୋଲି ବଡ଼ ମହିଳା ପାଖରେ ପଡ଼ି ରହିବା ତା ଭକ୍ତିରେ ମୂଳରେ ଭଲ। ହେଲେ ମୋ ସଂସାର ପାଇଁ ମୋ ମାର ସଂସାର ଭାଙ୍ଗିଯିବ। ନାଇଁ ମା, ଏସବୁ ମୁଁ କେବେ ସହିପାରିବି ନାହିଁ। କେବେ ମୁଁ କେମିତି ସହିବି ରେ? ତମେ ମାନେ ପୁରା ମତେ ମା ବୋଲି ଗ୍ରହଣ କରୁଛ। ମତେ ମା ବୋଲି ଗ୍ରହଣ କରୁଥିବା ପିଲାମାନଙ୍କ ଦୁଃଖକୁ ମୁଁ କଣ ସହିପାରିବି? ନା, ମୁଁ ପାରିବି। ସେ କାହିଁକି ତ ବଦଳି ଶୁଣିଲ ମୋ ମାମା ଗୋଟେ ଟିକେ ବସି ପଡ। ଆମେ ଭାଇ ଭଉଣୀ ଦି ଜଣ ଯାକ ଗୋଟେ ଗୋଟେ ମୂର୍ତ୍ତି ଆବାହି। ଆସ ବାବା, ଆସ ମନା କରୁନି ବାବୁ, ମନା କରୁନି। ମୁଁ ଜୟଦେବ ସାଜି ଗୀତ ଗୋବିନ୍ଦ ଅଧା ଲେଖିଛି। ତମେ ଜଗନ୍ନାଥ ସାଜି ତାକୁ ପୁରା କର। ମୁଁ ରାଧା ଇନ୍ଦ୍ରପୁର ସାଜି ବଡ ଦେଉଳ ଧରିଛି। ତମେ ବ୍ରହ୍ମା ସାଜି ତାକୁ ପ୍ରତିଷ୍ଠା କର। ଆସ ବାବୁ, ଆସ ମୋ କଥା ମାନେ ଆସ, ଆସ ବାବୁ। ଆମେ ଭକ୍ତ କିଏ ସାଥି ଶଙ୍ଖା ସିନ୍ଦୁର ତମ ପାଦ ତଳେ ଥୋଇ ଦଉଛୁ। ତାକୁ ଗ୍ରହଣ କରି ଆମକୁ ମୁକ୍ତି କର। ଆମେ ଭାଇ ଭଉଣୀ ଦି ଜଣ ଯାକ ତମ ଗୋଡ଼ ତଳେ ପଡୁଛୁ, ତମ ଗୋଡ଼ ତଳେ ପଡୁଛୁ। ଶୁଣ ମାମା, ମମତା ନୁହଁ, ମୁଁ ତମକୁ ତମ ନାଁ ମାମା ବୋଲି ସମ୍ବୋଧନ କରୁଛି। କଣ ଦେଖୁଛ? ଡକ୍ଟରଙ୍କ କଥା ସତ ହେଇଛି? ତମେ ତୁମ ପୂର୍ବ ଶକ୍ତି ଫେରି ପାଇଛ?
ନାଇଁ ନା ଡାକ୍ତର ସତ ନା ମୁଁ ସତ ମାନେ ମୋ ସ୍ତ୍ରୀ ମମତା ଆକ୍ସିଡେଣ୍ଟରେ ମରିଗଲା ପରେ ମୁଁ ପାଗଳ ହିଁ ନଥିଲି ନିଜ ଦୋଷକୁ ଘୋଡ଼େଇବା ପାଇଁ ପିଲାମାନଙ୍କ ଆଗରେ ଛୋଟ ନ ହେଇଯିବା ପାଇଁ ମୁଁ କେବଳ ପାଗଳର ଅଭିନୟ କରୁଥିଲି ଏ ଗୁପ୍ତଧନର ଗପ ସମ୍ପୂର୍ଣ୍ଣ ମିଛ କାରଣ ଜୁଆ ଖେଳି ମୁଁ ସବୁ ସମ୍ପତ୍ତି ହରେଇ ଦେଇଥିଲି ବିଶ୍ୱାସ କର ମୁଁ ସତ କହୁଛି ବିଶ୍ୱାସ କର ମୁଁ ସତ କହୁଛି ପରିସ୍ଥିତି ମତେ ଯେମିତି ବାଧ୍ୟ କରିଛି ମୁଁ ସେମିତି କରିଛି ଯୋଉଦିନ ଜୁଆ ଖେଳର ନିଶାରେ ମୋର ସବୁ ସମ୍ପତ୍ତି ବିକ୍ରି ହେଇଗଲା ସେଇଦିନ ମୋ ସ୍ତ୍ରୀ ମମତା ମୋ ସାଙ୍ଗରେ ଝଗଡ଼ା କଲା ମତେ ପଚାରିଲା ଜମି ବିକ୍ରି କରି ଏତେ ଟଙ୍କା ତମେ କଣ କଲ ମୁଁ ତାକୁ ମିଛରେ କହିଦେଲି ସେ ଟଙ୍କା ଗୁଡାକ ମୁଁ ବ୍ୟାଙ୍କରେ ଜମା କରିଦେଇଛି କାହିଁକି କେଜାଣି ସେଦିନ ସେ ସରଳ ନିରୀହ ମଣିଷଟା ହଠାତ୍ ଭୟଙ୍କର ହେଉଥିଲା ନିଜ ପିଲାମାନଙ୍କର ପାଠ ପଢା ନିଜ ପିଲାମାନଙ୍କର ଭବିଷ୍ୟତ କଥା କହି କାନ୍ଦିଲା ସେତିକି ରାଗିଲା ସେତିକି ସତ କଥାଟା କହିବାକୁ ମୋର ସାହସ ନଥାଏ ସେ ମା ଦୁର୍ଗାଙ୍କୁ ବହୁତ ଭକ୍ତି କରେ କୌଶଳ କରି ତାକୁ ଦୁର୍ଗା ମନ୍ଦିରକୁ ନେଇଗଲି ମାଙ୍କ ସାମ୍ନାରେ ଠିଆ କରେଇଦେଲି ତା ଗୋଡ଼ ତଳେ ପଡ଼ିଗଲି ସବୁ ସତ କଥା କହିଦେଲି ସତରେ ମୋ ସ୍ତ୍ରୀ ମମତା ମମତାର ମୂର୍ତ୍ତିଟିଏ ନିଜ ପିଲାମାନଙ୍କର ଭବିଷ୍ୟତ ନଷ୍ଟ ହେଇଗଲା ବୋଲି କାନ୍ଦୁଥିଲା ସିନା ଆଖିରୁ ଲୁହ ପୋଛି ଦେଇ ମୋ ହାତ ଧରି ଘରକୁ ଫେରିଲା ଫେରିବା ବାଟରେ ମତେ ମଣିଷ ହବାର ମନ୍ତ୍ର ପଢ଼ଉଥିଲା ଆଉ ମୁଣ୍ଡ ଛୁଆଇ କହୁଥିଲା ଏ ପିଲାମାନଙ୍କୁ ଏ ସତ କଥାଟା କହିବନି ହେଲେ ଦୁର୍ଭାଗ୍ୟ ଫେରିବା ବାଟରେ ଅଜଣା ଗାଡି ଆକ୍ସିଡେଣ୍ଟରେ ବିଚାରୀଟା ମରିଗଲା ଯୋଉ ସତ କଥାଟା ମୋ ପେଟରୁ ବାହାରି ତା ପେଟକୁ ଯାଇଥିଲା ସେ ସତ କଥାଟା ସବୁଦିନ ପାଇଁ ତା ପେଟ ଭିତରେ ରହିଗଲା ଆଉ ଠିକ ସେତିକି ବେଳେ ମୋ ମୁଣ୍ଡକୁ ଗୋଟେ ଦୁର୍ବୁଦ୍ଧି ଆସିଲା ପିଲାମାନେ ତ ବଡ ହେଲେ ନିଶ୍ଚୟ ଦିନେ ଦିନେ ପଚାରିବେ ବାପା ସେ ଗୁପ୍ତଧନ କଣ କଲା ସେମାନେ ତ ମୋ ହାତ ଧରି ବାହା ହେଇଥିବା ସ୍ତ୍ରୀ ମମତା ନୁହନ୍ତି ନା ମୋ ଦୋଷ ଦୁର୍ବଳତାକୁ କ୍ଷମା କରିଦେବେ ପାଇବାରେ ବିଫଳ ହେଲେ ନିଶ୍ଚୟ ସେମାନେ ମତେ ଘୃଣା କରିବେ କେବଳ ସେଇ ଘୃଣା ଗୁଣରେ ମୁଁ ସାରା ଜୀବନ ଏମିତି ପାଗଳ ହେଇ ରହିବି ବୋଲି ନିଷ୍ପତ୍ତି ନେଇଗଲି ତମ ପୁଅ ମତେ 10 ଲକ୍ଷ ଟଙ୍କାରେ ତମ ସ୍ତ୍ରୀ ମମତା ଭୂମିକାରେ ଅଭିନୟ କରିବାକୁ ମତେ ନେଇ ଆସିଲେ ତମେ ଏଠିକି ଆସିବା ପରେ ମୋ ଦୁର୍ଭାଗ୍ୟ ଆରମ୍ଭ ହେଇଗଲା ମୁଁ ବିଚଳିତ ହେଇଗଲି ମୋରି ଭୁଲ ପାଇଁ ଗୋଟେ ନାରୀ ମରିଛି ପୁଣି ଆଉ ଗୋଟେ ନାରୀ ମୁଁ ଚିନ୍ତା କରିପାରିଲିନି କଣ କରିବି ତମେ ଶେଷରେ ଏଇଆ କଲ ମୋ ସୁନ୍ଦର ଜୀବନଟାକୁ ତମେ ନଷ୍ଟ କରିଦେଲ ସତ କଥାଟା 10 ମିନିଟ ଆଗରୁ କହିଥିଲେ ତମ ସଂକ୍ରାନ୍ତି ମୁଁ ଫେରି ପାଇଥାନ୍ତି ସଂଖ୍ୟା ଭାଙ୍ଗିଗଲା ଆମ ମୁଣ୍ଡରୁ ଶୀଘ୍ର ଲିଭିଗଲା ପରେ ତମରେ ସତ ଭଙ୍ଗା ସଂଖ୍ୟା ମତାର ଲିଭିଲା ସିନ୍ଦୁର ମତେ ଧିକ୍କାର କଲା ତୋରି ଭୁଲ ପାଇଁ ଗୋଟେ ନାରୀ ଓଠରୁ ହସ ମିଳିଗଲା ତା ସଂସାର ଉଜୁଡ଼ିଗଲା ଏଥିପାଇଁ ତୁ ଦାୟୀ ଜୁଆ ଖେଳି ସମ୍ପତ୍ତି ହାରିବା ପାପ ଠାରୁ ଏ ପାପ ଆହୁରି ବଡ଼ ପାପ ସମ୍ଭାଳି ପାରିଲିନି ନିଜକୁ
ସମାଜର ନିନ୍ଦା ପିଲାମାନଙ୍କର ଘୃଣା ତୁଚ୍ଛ ହେଇଗଲା ମୋ ପାଖରେ ଦୌଡ଼ି ଆସିଲି ସତ କହିବି ପ୍ରାୟଶ୍ଚିତ କରିବି। ଯଦି ତମେ ସତରେ ପାଗଳ ନୁହଁ ତାହେଲେ ସମସ୍ତେ ମମତା ଭାବି ମତେ ଚାପୁଡ଼ି ଧରିବା ସେଇଟା ମୋର ଚରିତ୍ରଗତ ଦୋଷ ନୁହଁ ମାମା। ମାନେ ତୁମ କିଣା ବିକାର କାହାଣୀ ଶୁଣି ସାରିବା ପରେ ମୁଁ ଜାଣିଲି ଯେ ତମେ ଜଣେ ସାଧାରଣ ନାରୀ ନୁହଁ। ତମେ ସତୀ ସୀତା ମା ଦ୍ରୌପଦୀଙ୍କ ଠାରୁ ଆହୁରି ମହିୟାନ ଆହୁରି ଗରିୟାନ। ତମ ଭଳି ନାରୀ ଏ ଦୁନିଆରେ ନାହାନ୍ତି। ମୁଁ ଚିନ୍ତା କଲି ତମକୁ ଏଠୁ କେମିତି ବିଦା କରିବି। ଭାବିଲି ତମକୁ ଯଦି ମୁଁ ଏମିତି ଦୈହିକ ଉତ୍ପୀଡ଼ନ ଦେବି ତମେ ରାଗି ଯାଇ ଘର ଛାଡ଼ି ପଳେଇଯିବ। ତମେ ବଞ୍ଚିଯିବ ମୁଁ ବି ବଞ୍ଚିଯିବି। ହେଲେ ତମେ ତ ନୀତି ନିୟମର ଥଣ୍ଡା ପରମ୍ପରା ଦେବୀ ମୂର୍ତ୍ତି ଥିଲେ। ତମ ପାଦ ଦିଟା ତମ ପିଲାମାନଙ୍କ ସ୍ନେହ ମମତାରେ ବାନ୍ଧି ହେଇଯାଇଛି। ତମେ ବା କେମିତି ଯାଆନ୍ତ? ମୁଁ ଯାହା ଚେଷ୍ଟା କରି ବିଫଳ ହୁଏ। ହେଲେ ଆଉ ନୁହଁ ମୁଁ ତମ ଘର ତଳେ ପଡୁଛି। ତମ ସ୍ୱାମୀଙ୍କ ପାଖକୁ ଫେରି ଯାଅ। ସେ ଟଙ୍କା ଫେରିବା କିଛି ଦରକାର ନାହିଁ। ତମକୁ ଯଦି ତମ ଘର ସମାନେ ବି ଛାଡ଼ି ଦେଇ ଆସିବି ତମ ସ୍ୱାମୀଙ୍କ ମଧ୍ୟ ସନ୍ଦେହକୁ ମୁଁ ଦୂର କରିକି ଆସିବି। ତୁ ସେଠିକି ଯାଆନି। ପିଲାଟା ରାଗି ମାତିକିରି ଯାଇଛି। ତମକୁ ପାଖରେ ପାଇଲେ କିଛି ଗୋଟେ ଦୁର୍ଘଟଣା ଘଟେଇ ଦବ। ଘଟଣା ମାନ ଅପମାନ ସେଥିପାଇଁ ତମର ଭୟ ବାପା କଣ ଦରକାର ପାଗଳ ଅଭିନୟ ଦିଟା ପରିବାରକୁ ବର୍ବାଦ କରିଦବା। ଏ କଥା ଶୁଣି ସାରିବା ପରେ ମୋର ତ ଇଚ୍ଛା ହଉଛି ତମ କଣ୍ଠି ଦେବି ତମକୁ ମାରିଦବା। ମାରିଦେ ତୁ କଣ କରିବ? ମୁଁ ବା କହୁଛି ମୁଁ ବାପ କରିଛି। ତୁ ବାପର ପୁଅ ବାପକୁ ବାପ ମୁକ୍ତ କର। ବାପର ଗୁପ୍ତ ଧନ ପାଇବା ପାଇଁ ତାକୁ ବୋଉ କରି ଟିକେ ନେଇ ଆସିପାରିଲୁ। ବାପକୁ ବାପ ମୁକ୍ତ କରିବାକୁ ତାକୁ ତା ସ୍ୱାମୀ ପାଖରେ ପହଞ୍ଚେଇ ପାରିବନି। ପାରିବି ବାପା ମୁଁ ଯେମିତି ଆଣିଥିଲି ସେମିତି ଶଶମାନେ ନେଇ ଛାଡ଼ି ଆସିବି। ତୁ କଣ ଏକା ଝଗଡ଼ା କର? ମୁଁ ବି ତ ସାଙ୍ଗେ ଯିବି। ମାମା ତାକୁ ସତେ ରୁଟି କରିଦେଇଛି। ମତେ ବି ସେ ଋଣର ଭାରେ ପୋତି ପକେଇଛନ୍ତି। ଚାଲ ଭାଇ ଆଜି ମାମାର ଋଣ ଚୁଚିବାର ବେଳ ଆସିଛି। ଆଜି ମାମା ତାର ପ୍ରତିଦାନ ଦବା। ସ୍ୱାମୀ ସଂସାର ଫେରି ପାଇବା ଖୁସିରେ ସେ ଆଜି ପାଗିଳି ହେଇଯାଇଛି। କାଲି ଯାଇକି ସେ ଏ ଠାକୁରେ ହତଭାଗିନୀଟାର ସ୍ୱାମୀ ମନର ସନ୍ଦେହ ଦୂର କରି ତାକୁ ଭଲରେ ଭଲରେ ସ୍ୱାମୀ ସଂସାର ଫେରେଇ ଦିଅ ଠାକୁରେ।